ଗୋଟେ କଥା ଜାଣିଛନ୍ତି, ଆଜିକାଲିର ଝିଅମାନେ ସୀତାଙ୍କ ପରି ନୁହେଁ, ରାଧାଙ୍କ ପରି ହେବାକୁ ଚାହୁଁଛନ୍ତି। ସେମାନେ କୃଷ୍ଣଙ୍କ ଭଲ ପାଇବାରେ ନିଜ ଜୀବନକୁ ଅନୁଭବ କରିବାକୁ ଚାହୁଁଛନ୍ତି, କିନ୍ତୁ କେହି ସୀତାଙ୍କ ପରି ରାମଙ୍କ ସହ ବନବାସ ଯିବାକୁ ଚାହୁଁନାହାନ୍ତି। ପ୍ରକୃତ ଭଲ ପାଇବା ତ ସେଇଠି ଥାଏ ନା, ଯୋଉଥିରେ ଆପଣ କଷ୍ଟଟାକୁ ବି ମନ ଖୁସିରେ ଆପଣ ଉପଭୋଗ କରିବେ। ଆଉ ପ୍ରକୃତ ଭଲ ପାଇବାର ପରିଚୟ ସେଠି ମିଳେ ଯୋଉଥିରେ ଆପଣ ଜୀବନ ସାଥୀକୁ ଯେକୌଣସି ମୁହୂର୍ତ୍ତରେ ଆପଣ ନା ଛାଡିକି ଯିବେନି, ଆଉ ତାର ସବୁ ସୁଖ ଦୁଃଖରେ ତାଙ୍କର ସାଥ ଦେବେ। ସେଥିପାଇଁ କି ଯଦି ଆପଣ ସୀତା ପରିକା ହେଇଯିବେ ନା, ତାହେଲେ ଆପଣଙ୍କୁ ରାମଙ୍କ ଭଳି ସ୍ୱାମୀ ମିଳିବେ, ଯିଏକି ଜୀବନ ସାରା ଆପଣଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେବେ। ଆଉ ଜୀବନରେ ଆପଣଙ୍କୁ ବନବାସରେ ଗଲେ ମଧ୍ୟ ଆପଣଙ୍କୁ ରାଣୀର ସୁଖ ଦେଇକି ରଖିବେ। ସେଥିପାଇଁ ସବୁବେଳେ ନା ନିଜ ଭଲ ପାଇବାକୁ ଏମିତି ସାଇତିକି ରଖନ୍ତୁ ଯେପରି ସେ ଜୀବନର ଶେଷ ଆଉ ପ୍ରଥମ ଭଲ ପାଇବା ହେଇଥିବ। କାରଣ ଭଲ ପାଇବା ଲୋକ ନା ଏ ଦୁନିଆରେ ବହୁତ କମ ମିଳନ୍ତି। କାହିଁ ପ୍ରକୃତ ହୃଦୟ ଚିହ୍ନିବା ବାଲା ଲୋକ ଏଠି ନିଆରା। ରାଧେ ରାଧେ।